এইটা ଆମେ ଗାଁକୁ ଯାଇଛୁ ଆଉ ଏଇଟା ଆମ ଗାଁର ଆମ୍ବ ତୋଟା। ଆମ୍ବ ତୋଟାଟା ନା ଆମର ବହୁତ ବଡ଼ ଆମ୍ବ ତୋଟାଟା। ଏଇଟା କେବଳ ଫ୍ରଣ୍ଟ ସାଇଡ଼। ଏଇଟା ମୋ ମାମା ଗୋଟଉଛି, ମୋ ନନା ସେପଟେ ପାରୁଛି ଆମ୍ବ। ଆଉ ଆମେ କହିବାକୁ ଗଲେ ଗୋଟିଏ ଦୁଇଟା ଗଛରୁ ହିଁ ଆଣିଛୁ, ମାନେ ଟାଇମ୍ ହେଲାନି। ତାପରେ ଯେତିକି ଦେଖୁଛନ୍ତି ସେ ସବୁ ଆମର ଏରିଆ। ଆଉ ମୁଁ ଏଇଠି ନା ଆମ୍ବ ଗୋଟଉଛି ଗୋଟେ ଗୋଟେ କରିକି। ଭାବିଲି ପାରିପାରିବିନି ବୋଲି ପଡ଼ିଛି, ସବୁ ତୋଳା ହେଉଛି, ବ୍ୟାଗ ଏମିତି ଗୋଟଉଥିଲି ଗୋଟେ ଗୋଟେ କରିକି। ତାପରେ ଭାବିଲି ମୁଁ ଟିକେ ପାରିବି ଆଉ। ତାପରେ ନିଜର କାରସାଥୀ ମୁଁ ଦେଖେଇଛି ପଛରେ, କିନ୍ତୁ ଏମିତି ମୁଁ ଗୋଟେ କରିକି ଆମ୍ବ ଗୋଟୁଥିଲି। ମାମାର ମୋର ବସିକି ଆମ୍ବ ଗୋଟୁଥିଲୁ, ଆଉ ମୋ ନନା ସେପଟେ ଆମ୍ବ ପାରୁଥିଲା। ଆଉ ଚାଲିଛି। ଆକ୍ଚୁଆଲି ଗଛଟା ଏତେ ହାଇଟ୍ ନଥିଲା ତ ମୁଁ ଆରାମସେ ଚଢ଼ି ବି ପାରିଥିଲି। ବଢ଼ିଆ ଲାଗିଲା ମୋତେ ଗଛଟାକୁ। ମୁଁ ଫାର୍ଷ୍ଟ ଟାଇମ୍ ଆକ୍ଚୁଆଲି ସେକେଣ୍ଡ ଟାଇମ୍ ଗାଁର ଆମ୍ବ ତୋଟାକୁ ଯାଇଥିଲି। ଆର ବର୍ଷ ଥରଟା ହିଁ ଯାଇଥିଲି, ଏ ବର୍ଷ ସେକେଣ୍ଡ ଟାଇମ୍ ଯାଇଥିଲି। ଆଉ ମୁଁ ପିଲାଦିନେ ବି ବୋଧେ ଯାଇଥିବି ବି ମୋର ମନ ବି ନଥିଲା। ଏଇଟା କେତେ ଜୋରିଆ ଖରା ହେଉଛି ଦେଖନ୍ତୁ। ଫିର୍ ବି ଆମେ ଯାଇକି ଆମର ଆମ୍ବ ନିଶାରେ ଆମ୍ବ ତୋଟାରେ ଆମ୍ବ ତୋଳୁଛୁ। ଆଉ ଆମର ଏଇଟା ମୋର ଗୋଟେ ବ୍ୟାଗ୍ ହେଇଛି ବର୍ତ୍ତମାନ, ବର୍ତ୍ତମାନ ଏଇଟା ଗୋଟେ ଆମ୍ବ ରଖାରଖି କରୁଛୁ ଆଉ। ତାପରେ ଏଇଟା ମୋ ନନା ଦେଖୁଛି କେଉଁଠି କ'ଣ ତୋଳିବ ବୋଲି। ମାମା କହୁଛି କେଉଁଠି କ'ଣ ତୋଳା ହେବ। ତାପରେ ଏଇଟା ସେ ଗଛ ଉପରକୁ ଚଢ଼ି ଯାଇଛି, ଚଢ଼ିକି ଆମ୍ବ ତୋଳିବ ବୋଲି ସବୁ ଦେଖୁଛି। ଗଛଟା କ'ଣ ଶେଷ ହେବ ନା କ'ଣ ଆଜି? ଆଜି ଆକ୍ଚୁଆଲି ବଢ଼ିଆ ଲାଗିଲା ମୋତେ ଏତେ ଦିନ ପରେ, ମାନେ ଗାଁକୁ ଯାଇକି ଆମ୍ବ ତୋଳିକି। ତାପରେ ସେ ଏଇଟା ଆକ୍ଚୁଆଲି ଗଛଟା ହଲେଇଲେ ପଡ଼ୁନଥିଲା ତ ଆମେ ଆଙ୍କୁଡ଼ାରେ ଗୋଟେ ପାରୁଥିଲୁ। ଆଉ ତାପରେ ମୁଁ ଭାବିଲି ମୁଁ ବି ଟିକେ ଚଢ଼େ ବୋଲି। ଆକ୍ଚୁଆଲି ମୁଁ ଭାବିଲି ଟିକେ ପାରିଦେବି ଆଉ ଖୁସିରେ ଆଉ। ତାପରେ ଏଠି ମୁଁ ପାରିବାକୁ ଚେଷ୍ଟା କରୁଛି ଗୋଟେ ଭଙ୍ଗା ବାଡ଼ି ନେଇକି, ଯେଉଁଟାକି କିଛି ହେଉନଥିଲା। ତାପରେ ସେଠୁ ମୁଁ କହିଲି ଛାଡ଼, ନିଜେ ଏବେ ଟିକେ ଗଛ ଉପରେ ଚଢ଼ିବା, ନିଜର କାରସାଥୀ ଦେଖିବା। ତାପରେ ଏଠି ମୁଁ ଗଛ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଛି। ତାପରେ ମୁଁ ସକ୍ସେସ୍ ବି ହେଇଛି। ଆକ୍ଚୁଆଲି ମୁଁ ପିଲାଦିନେ ଗଛ ଚଢ଼ିଥିଲି, ପିଜୁଳି ଗଛ ଚଢ଼ିଛି। ଆମର ସାହି ପଡ଼ିଶା ଘର ପାଖରେ ଗୋଟେ ପିଜୁଳି ଗଛ ଥିଲା, ତାଙ୍କରି ଗଛରେ ଚଢ଼ିକି ଆମେ ପିଜୁଳି ଚୋରି କରି ଖାଉ। ତାର ଗୋଟେ ଷ୍ଟୋରି ଅଛି, ଚୋରି କରୁ ଆମ ଘରୁ ଚୋରି ହେଇଯାଇଥିଲା ପୁଣି। କିନ୍ତୁ ଏଇଟା ହେଉଛି ଆଜିର ଦିନଟା ମୋର ବହୁତ ସ୍ପେଶାଲ୍ ଏକ୍ସପିରିଏନ୍ସ ଥିଲା। ମୁଁ ଏଠି ଆମ୍ବ ଗଛ ଉପରେ ଚଢ଼ିକିନା ସେଇଟା ଚଢ଼ି ବି ଗଲି ଏଠି। ତାପରେ ମୋତେ ସାହସ ପାଇଲା, ତାପରେ ମୁଁ ଏପଟେ ବି ଆସି ଚଢ଼ିଛି। ଆପଣଙ୍କୁ ଗୋଟେ କଥା କହିବି, ମୁଁ ଚଢ଼ି ତ ଯାଇଛି, ଆପଣ ବିଶ୍ୱାସ କରିବେନି ମୁଁ କେତେ କଷ୍ଟରେ ଓହ୍ଲେଇଛି। ବୋଧେ ମୋତେ ହାଫ୍ ଆନ୍ ଆୱାର୍ ଲାଗିଗଲା କେମିତି ଓହ୍ଲେଇବି ବୋଲି। ଏପଟେ ଦେଖନ୍ତୁ, ଏପଟେ ବି ପଳେଇ ଆସିଛି। ମୁଁ ଏପଟେ ପଳେଇ ଆସିକି ଏପଟ ଡାଳରେ ବହୁତ ସାରା ଆମ୍ବ ଥିଲା, ତ ମୁଁ ଏପଟ ଡାଳରେ ଆସିକି ନନା ମୋତେ ଦେଲା ଆଙ୍କୁଡ଼ଟା, ତ ମୁଁ ଏପଟ ଡାଳରେ ଆସିକି ସବୁ ପରାପରି କରୁଥିଲି। ମୁଁ ସେପଟ ଡାଳରେ ପରାପରି କଲା, ମୁଁ ଏପଟ ଡାଳରେ ଆସି ପରାପରି କରିଦେଲି ଆଉ। ଆଜିର ଦିନଟା କିନ୍ତୁ ବଢ଼ିଆ ଗଲା, ଏହା କହିବି। ନିଜର ନିଜେ ବି ଏକ୍ସପିରିଏନ୍ସ କରିବା କଥା ସବୁ କଥା। ମୁଁ ଆକ୍ଚୁଆଲି ପିଲାଦିନେ ବହୁତ ବାହାଦୁର ଥିଲି, ଏବେ ବହୁତ ଡରପୋକ ହେଇଗଲିଣି କହିବାକୁ ଗଲେ। ଏତେ ଡରପୋକ ଭଗବାନ। ମୁଁ ଦେଖୁନାହାନ୍ତି କିନ୍ତୁ ଡର ଚଢ଼ି, କିନ୍ତୁ ମୋତେ ବଢ଼ିଆ ମଜା ଆସୁଥିଲା। ଆକ୍ଚୁଆଲି ଆସିକି ବସି ପଡ଼ିଲି। ମାମା କହିଲା ସେ ପାଖରେ ଗୋଟେ ଆମ୍ବଟା ଅଛି ତୋଳ, ମୁଁ ସେଇଟା ତୋଳୁଥିଲି। ମାମା ସେଇଟା କାନି ଦେଖେଇଲା, ତାପରେ ମୁଁ ତା କାନିକି ହିଁ ପକେଇଲି। ମୁଁ କହିଲି କାନି ଦେଖା, ତୋର କାନିକି ପକେଇବି। ତାପରେ ଏଇଟା ଆମର ଫାଇନାଲ୍, ଆମର ବହୁତ ସାରା ଆମ୍ବ ତୋଳା ସରିଛି, ଆହୁରି ବି କିନ୍ତୁ ପଡ଼ିଥିଲା। ମାମା ଗୋଟୁଛି। ଏଇଟା ତଳେ ବି ଗୋଟେ ଆମ୍ବ ଅଛି, ବସ୍ତା 2-3